ବାହାନଗାଁ ବ୍ଲକ ଅନ୍ତର୍ଗତ ଅଞ୍ଜି ପଞ୍ଚାୟତରେ ଥିବା ଅଞ୍ଜି ଛକ ନିକଟରେ ଆଜି ପୂର୍ବାହ୍ନ 10 ଘଟିକା ସମୟରେ ସୋରୋଜ ନିର୍ବାଚନ ମଣ୍ଡଳୀ ବିଧାୟକ ମାଧବ ଧଡ଼ାଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ଏହି କଳା ବିକାଶ କେନ୍ଦ୍ର ମାଲିକ ରଞ୍ଜିତ କୁମାର ଦାସ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଶ୍ରୁତ ଧଡ଼ା ଗ୍ରାମାଞ୍ଚଳ ପିଲାମାନଙ୍କର କଳା କ୍ଷେତ୍ରରେ ବିକଶିତ ଦିଗରେ ନିଜର ଅଭିବାଦନ ରଖିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଅଞ୍ଜି ଛକ ବଜାର କମିଟିର ସମ୍ପାଦକ ଚିତ୍ତରଞ୍ଜନ ସାହୁ, ସଭାପତି ତପନ ରାଉତ, କୋଷାଧ୍ୟକ୍ଷ ଶଶଧର ଅଧିକାରୀ ଅଂଶଗ୍ରହଣ କରି ନିଜର ବହୁମୂଲ୍ୟ ଅଭିବାଦନ ରଖିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳ କଳାପ୍ରେମୀ ଏବଂ ଅଞ୍ଚଳବାସୀ ବହୁମାତ୍ରାରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଦିବସରେ ଛାତ୍ରୀ ବିଜୟଲକ୍ଷ୍ମୀ ବେହେରା ଓଡ଼ିଶୀ ନୃତ୍ୟରେ ଶିକ୍ଷା ଗ୍ରହଣ କରିବା ପାଇଁ ନିଜର ନାମ ଲେଖାଇଥିଲେ। ଆଗାମୀ ଦିନରେ ବହୁ ଛାତ୍ରଛାତ୍ରୀ ଏଠାରେ ନିଜର ନାମ ଲେଖିବା ସହିତ ଏହି କଳା ବିକାଶ କେନ୍ଦ୍ରରୁ ନୃତ୍ୟ ସଙ୍ଗୀତ ଶିକ୍ଷା ଗ୍ରହଣ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରର ନିଜର କଳା ପ୍ରତିଭାକୁ ପ୍ରଦର୍ଶିତ କରି ନିଜର ପରିଚୟ ସୃଷ୍ଟି କରିବାରେ ସହାୟକ ହେଉ ବୋଲି ମାଲିକ ଶ୍ରୁତ ଦାସ ମତ ପ୍ରକାଶ କରିଛନ୍ତି। ବାହାନଗାଁରୁ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।